ବନ୍ଧୁଗଣ, ପ୍ରକୃତି ମଣିଷ ଶରୀରକୁ 5ଟି ତତ୍ତ୍ୱରେ ତିଆରି କରିଛି। କିନ୍ତୁ କଳିଯୁଗର ମଣିଷ ଏଥିରେ ଆଉ ଏକ ତତ୍ତ୍ୱ ଯୋଡ଼ି ଦେଇଛି, ଯାହା ହେଉଛି ପଇସା। ବନ୍ଧୁଗଣ, ପଇସାରେ କିଛି ଜିନିଷ କିଣାଯାଇ ନପାରେ, କିନ୍ତୁ ପଇସାରେ ବହୁତ କିଛି କିଣା ହୋଇପାରିବ। ଏକ ସନ୍ଥ ତାଙ୍କର ପ୍ରବଚନ ଦେଉଥିଲେ କି, ପଇସା ପଛରେ ଗୋଡ଼ାଅ ନାହିଁ, କାହିଁକି ନା ଏହା ମାୟାର ଦଲଦଲ ଅଟେ। ଏହି ମାୟାର ଦଲଦଲରେ ଯିଏ ଫସିଯାଏ, ସିଏ ପୂରା ଜୀବନ ଦୁଃଖୀ ରହିଯାଏ। ଏବଂ ସେଠାରେ ବସିଥିବା ସବୁ ଲୋକ ଥାଳି ବଜାଉଥିଲେ। ସେମାନଙ୍କୁ ଏହା ଜଣା ନଥିଲା ଯେ ସନ୍ଥ ଏହା କହିବା ପାଇଁ ହିଁ ପଇସା ନେଉଥିଲେ। ଏହି ତ ହେଉଛି ମାୟାର ଖେଳ। ବନ୍ଧୁଗଣ, ଆଜିକାଲି ଦୁନିଆରେ ଯିଏ ଏହି ମାୟା ବିଷୟରେ ଜାଣିପାରିବ, ସେ ହିଁ ସଫଳତାର ଉଚ୍ଚତମ ସିଡ଼ିରେ ପହଞ୍ଚି ପାରିବ। ପଇସା କମେଇବା ବହୁତ କଷ୍ଟ କାମ, କିନ୍ତୁ ତାଠାରୁ ମଧ୍ୟ କଷ୍ଟ ଏହା ଯେ ପଇସାକୁ ସମ୍ଭାଳିକି ରଖିବା। ଯଦି କାହା ପାଖରେ ଅଳ୍ପ କିଛି ଟଙ୍କା ଆସିଯିବ, ତେବେ ସେ ଲୋକ ଉଡ଼ିବାକୁ ଲାଗିଥାନ୍ତି। ସେମାନେ ପଇସାର ନିୟମ ଜାଣିନଥାନ୍ତି। ଆପଣମାନେ ନିଶ୍ଚୟ ଧ୍ୟାନ ଦେଇଥିବେ କି, ସରସ୍ୱତୀଙ୍କ ମୂର୍ତ୍ତି ସବୁବେଳେ ବସିଥାନ୍ତି ଓ ଲକ୍ଷ୍ମୀଙ୍କ ମୂର୍ତ୍ତି ସବୁବେଳେ ଠିଆ ହୋଇ ରହିଥାନ୍ତି। ସରସ୍ୱତୀ କହିଥାନ୍ତି, ଜଲ୍ଦି ଆସିନଥାଏ ମୁଁ, କିନ୍ତୁ ଯଦି ଜଲ୍ଦି ଥରେ ଆସିଯାଏ, ଆଉ ଫେରେ ନାହିଁ। କାହିଁକି ନା ଜ୍ଞାନକୁ ଗୋଟେ ଥରରେ କେହି ଗ୍ରହଣ କରିପାରନ୍ତି ନାହିଁ। ଯଦି ଜଣେ ଜ୍ଞାନ ଅର୍ଜନ କରିଦିଏ, ତେବେ ସେହି ଜ୍ଞାନକୁ ତାଠାରୁ କେହି ନେଇ ବି ପାରନ୍ତି ନାହିଁ। କିନ୍ତୁ ଲକ୍ଷ୍ମୀଙ୍କର ଏହି ନିୟମ, ଲକ୍ଷ୍ମୀ ଜଲ୍ଦି ଆସିଯାଆନ୍ତି ଓ ଯଦି ଜଣଙ୍କୁ ପଇସା ସମ୍ଭାଳିବାର ଉଚିତ ମାର୍ଗ ଜଣାନଥାଏ, ତେବେ ଲକ୍ଷ୍ମୀ ସେଠାରୁ ଜଲ୍ଦି ଫେରିଯାଆନ୍ତି। ଆଜି ମୁଁ ଏହି କାହାଣୀ ଭିତରେ 6ଟି ଏମିତି ଖର୍ଚ୍ଚ କହିବି, ଯାହା ଆପଣ ଏବେଠାରୁ ହିଁ ବନ୍ଦ କରିଦେବେ। ତେବେ ଯାଇ ଆପଣ ଲକ୍ଷ୍ମୀଙ୍କର ଉଚିତ ନିୟମ ବୁଝିପାରିବେ। ଆପଣ କେତେ କମାଉଛନ୍ତି, ଏହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆପଣ ଏହି ପଇସାକୁ ବେକାର ଖର୍ଚ୍ଚ ନ କରି କେତେ ଉଚିତ ମାର୍ଗରେ ଲଗାଉଛନ୍ତି, ତାହା ବହୁତ ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କୁ ମୁଁ ଏମିତି ମାର୍ଗ ବିଷୟରେ କହିବି, ଯାହାଦ୍ୱାରା ଆପଣଙ୍କର ଘରେ ଧନ ସଦାବେଳେ ଅଟକି ରହିବ। ଧନୀ ହେବାର ସବୁଠୁ ପ୍ରଥମ ରାସ୍ତା ଏହା ମଧ୍ୟ ଅଟେ କି, ନିଜର ଖର୍ଚ୍ଚକୁ ଟିକେ କମ୍ କରିଦିଅ ଏବଂ ଅଧିକ ପଇସା ରୋଜଗାର କରିବାର ଉପାୟ ଖୋଜ। ତେବେ ଚାଲନ୍ତୁ ଜାଣିବା ଏହି କାହାଣୀ ମାଧ୍ୟମରେ। ତାହା ପୂର୍ବରୁ, କାହାଣୀରେ ହଜିଯିବା ପୂର୍ବରୁ ଭିଡ଼ିଓକୁ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ, ଯେମିତିକି ଆଗାମୀ ଦିନରେ ଆସୁଥିବା ଏହିସବୁ ମୋଟିଭେସନାଲ୍ ଭିଡ଼ିଓ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ। ଗୋଟିଏ ଥରର କଥା। ଗୋଟିଏ ଗାଁରେ 2ଟି ସ୍ତ୍ରୀ ଲୋକ ରହୁଥିଲେ। ଜଣଙ୍କ ପାଖରେ ମଇଁଷି ଥିଲା ଓ ଅନ୍ୟ ଜଣଙ୍କ ପାଖରେ ଛେଳି ଥିଲା। ଯାହା ପାଖରେ ମଇଁଷି ଥିଲା, ସେ ସ୍ତ୍ରୀ ଲୋକ କୌଣସି ଜିନିଷକୁ ସମ୍ଭାଳିକି ରଖିବା ଜାଣିନଥିଲା। ତାର ମଇଁଷି ତ କ୍ଷୀର ଦେଉଥିଲା, କିନ୍ତୁ କ୍ଷୀରର ମୂଲ୍ୟ ସେ ଜାଣୁନଥିଲା। ସେ କ୍ଷୀରକୁ ବିଲେଇକି ଦେଇ ଦେଉଥିଲା। ସେ କ୍ଷୀରକୁ ଏମିତି ବର୍ବାଦ କରି ଦେଉଥିଲା। କେମିତି ଏହାର ମୂଲ୍ୟ ବାହାରିବ, ତାକୁ ଏହା ଜଣାନଥିଲା। ଯାହା ପାଖରେ ଛେଳି ଥିଲା, ସେ ସ୍ତ୍ରୀ ଲୋକ କ୍ଷୀରର ମୂଲ୍ୟ ବୁଝୁଥିଲା। ସେ କ୍ଷୀରର ଗୋଟିଏ ଗୋଟିଏ ବୁନ୍ଦା ଅତି ଯତ୍ନରେ ସାଇତିକି ରଖୁଥିଲା। ସେ କ୍ଷୀରରେ ସେଥିରେ ଦହି ବାହାର କରି ସେଥିରୁ ଘିଅ ବାହାର କରୁଥିଲା ଏବଂ ଧୀରେ ଧୀରେ ସେ ବହୁତ ସାରା ଘିଅ ଏକାଠି କରୁଥିଲା। ଯାହା ପାଖରେ ମଇଁଷି ଥିଲା, ସେ କେବେ ବି କ୍ଷୀରରୁ ଘିଅ ତିଆରି କରିବା ବିଷୟରେ ଜାଣୁନଥିଲା। ଗୋଟିଏ ଦିନ ତା ଘରକୁ ବହୁତ ସାରା ଅତିଥି ଆସିଲେ। ଅତିଥିଙ୍କୁ ତ ଭୋକିଲା ରଖାଯାଇନଥାଏ। ସେ ସ୍ତ୍ରୀ ଲୋକ ଯାହା ପାଖରେ ଛେଳି ଥିଲା, ତା ପାଖକୁ ଗଲା। ସେ ତାଠାରୁ ଗୋଟିଏ ଗିନା ଘିଅ ଆଣିଲା ଓ ତାକୁ କହିଲା, ମୁଁ ଜଲ୍ଦି ହିଁ ମୋ ମଇଁଷିର କ୍ଷୀରରୁ ଘିଅ ବାହାର କରି ତୁମକୁ ତୁମର ଘିଅ ଫେରାଇ ଦେବି। ଛେଳି ରଖିଥିବା ସ୍ତ୍ରୀ ଲୋକ ଗୋଟିଏ ଗିନା ଘିଅ ଦେଇଦେଲା ଉଦ୍ଧାର ସ୍ୱରୂପ। ତାକୁ ପୁଣି ସେ ସ୍ତ୍ରୀ ଲୋକ ତାର ଅତିଥିଙ୍କୁ ଖାଦ୍ୟ ତିଆରି କରି ଖୁଆଇଲା। ବହୁତ ଦିନ ବିତିଗଲା। ସେ ମଇଁଷି ରଖୁଥିବା ସ୍ତ୍ରୀ ଲୋକ ତାକୁ ଘିଅ ଫେରାଇଲା ନାହିଁ। ଯେତେବେଳେ ଛେଳି ରଖିଥିବା ସ୍ତ୍ରୀ ଲୋକ ମଇଁଷି ରଖୁଥିବା ସ୍ତ୍ରୀ ଲୋକ ପାଖକୁ ଯାଇ ତାକୁ ଘିଅ ମାଗେ, ସେ କୁହେ, କି ଘିଅ? ମୁଁ ଜାଣିନି। ତୁମେ ଘିଅ କାହିଁକି ମୋତେ ମାଗୁଛ? କେଉଁ ଘିଅ କଥା କହୁଛ? ମୁଁ ତ ମଇଁଷି ରଖିଛି। ମୁଁ ତୁମଠୁ ଘିଅ କାହିଁକି ଆଣିବି?
ମୋ ପାଖରେ ତ ବହୁତ ସବାଳୁଆ ମଇଁଷି ଅଛନ୍ତି। ସେମାନେ ବହୁତ ସାରା କ୍ଷୀର ଦେଉଛନ୍ତି। ମୁଁ ସେଥିରୁ ଦହି ବାହାର କରି ସେଥିରୁ ଘିଅ ବାହାର ମଧ୍ୟ କରୁଛି। ମୁଁ ତୁମଠାରୁ କାହିଁକି ଘିଅ ଉଦ୍ଧାର ଆଣିବି? ସେ ଘିଅ ଦେବା ପାଇଁ ସିଧା ସିଧା ମନା କରିଦେଲା। ଛେଳି ରଖୁଥିବା ସ୍ତ୍ରୀ ଲୋକ ସେଠାରୁ ମନ ଦୁଃଖରେ ଫେରି ଆସିଲା। ତାକୁ ଜଣାଥିଲା ଯେ ତା କଥାକୁ କେହି ବି ବିଶ୍ୱାସ କରିବେ ନାହିଁ। ସେ ସବୁଆଡ଼େ ବୁଲି ବୁଲି କହିଲା, କିନ୍ତୁ ତାର କଥାକୁ କେହି ବିଶ୍ୱାସ କଲେ ନାହିଁ। ସମସ୍ତେ ଏଇ କଥା କହିଲେ ଯେ ମଇଁଷି ରଖୁଥିବା ସ୍ତ୍ରୀ ଲୋକ ଛେଳି ରଖୁଥିବା ସ୍ତ୍ରୀ ଲୋକଠାରୁ ଘିଅ କାହିଁକି ବା ଆଣିବ? ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ଗାଁ ବାହାରେ ଗୋଟିଏ ଗୁରୁ ରହୁଥିଲେ। ସେ ଛେଳି ରଖୁଥିବା ସ୍ତ୍ରୀ ଲୋକ ସେ ଗୁରୁ ପାଖକୁ ଯାଇ ନିଜର ସବୁ ସମସ୍ୟା ବିଖ୍ୟାତ ଭାବରେ ବର୍ଣ୍ଣନା କଲା। ସେ ଗୁରୁ ମଇଁଷି ରଖୁଥିବା ସ୍ତ୍ରୀ ଲୋକକୁ ଡକାଇଲେ। ସେ ସେଠାକୁ ଆସିଲା। ସେ ମଧ୍ୟ ନିଜ ସପକ୍ଷରେ ବହୁତ କିଛି କଥା କହିଲା। ଗୁରୁ ଚିନ୍ତାରେ ପଡ଼ିଗଲେ ଯେ ମଇଁଷି ତ ଛେଳିଠୁ ଅଧିକା କ୍ଷୀର ଦେବ। ତେବେ ଏମିତି କ'ଣ ଦରକାର ପଡ଼ିଗଲା ଯେ ମଇଁଷିବାଲି ଛେଳିବାଲିକୁ ଘିଅ ଆଣିବ? ତାପରେ ଗୁରୁ ବହୁତ ଭାବି ଭାବି ସେହି ଦୁଇ ଜଣଙ୍କୁ ଡାକି ସେମାନଙ୍କୁ ଗୋଟିଏ ଗୋଟିଏ ପାଣି ଢାଳ ଦେଲେ ଏବଂ କହିଲେ, ଏଥିରେ ହାତ ଗୋଡ଼ ଧୋଇକରି ଆସ। ତାପରେ ମଇଁଷିବାଲି କହିଲା, ଗୁରୁଦେବ, କେବଳ ଗୋଟିଏ ଢାଳ ପାଣିରେ କିପରି ହାତ ଗୋଡ଼ ଧୋଇପାରିବୁ? କିନ୍ତୁ ଛେଳିବାଲି ସେ କଥା ଚିନ୍ତା ନ କରି ସେ ଗୋଟିଏ ଢାଳ ପାଣି ନେଇ ଚାଲିଗଲା। ସେ ଭଲ ଭାବରେ ହାତ ଗୋଡ଼ ଓ ମୁହଁ ଧୋଇକରି ଆସିଲା। ତଥାପି ତା ଢାଳରେ ଅଳ୍ପ କିଛି ପାଣି ରହିଲା। ତାପରେ ସେ ମଇଁଷିବାଲି ସେ ପାଣି ଢାଳ ନେଇ ଧୋଇବାକୁ ଗଲା। ସେ କେବଳ ନିଜର ମୁହଁ ଧୋଇକରି ଆସିଲା। ଆସିବା ବେଳକୁ ପାଣି ଢାଳ ପୂରାପୂରି ଖାଲି ହୋଇଯାଇଥିଲା। ଦୁଇ ଜଣ ଯାକ ପାଣି ଢାଳ ଗୁରୁଙ୍କ ପାଖରେ ରଖିଲେ। ଗୁରୁ ସେହି ଦୁହିଁଙ୍କର ପାତ୍ର ଦେଖି କହିଲେ ଯେ ମଇଁଷିବାଲି ଛେଳିବାଲିଠାରୁ ଘିଅ ନେଇଛି ଓ ସେ ଛେଳିବାଲିକୁ ଘିଅ ଫେରାଇ ଦେବା ମଧ୍ୟ ଉଚିତ। ସେ ଏହି କଥା ସମସ୍ତ ଗ୍ରାମବାସୀଙ୍କ ପାଖରେ କହିଲେ। କାହିଁକି ନା ଛେଳିବାଲି ସେହି ଅଳ୍ପ ପାଣିର ମୂଲ୍ୟ ଜାଣିଥିଲା। କିନ୍ତୁ ମଇଁଷିବାଲି ସେହି ପାଣିକୁ କେବଳ ମୁହଁ ଧୋଇ ହିଁ ନଷ୍ଟ କରିଦେଲା। ଆମ ପାଖରେ ଅଳ୍ପ ଜିନିଷ ଥିଲେ ମଧ୍ୟ ଆମେ ତାକୁ ଉଚିତ ମାର୍ଗରେ ବ୍ୟବହାର କରିବା ଉଚିତ। ଅଧିକ ଜିନିଷକୁ ଅଯଥାରେ ବର୍ବାଦ କରିବା ଉଚିତ ନୁହେଁ। ମଇଁଷିବାଲି କହିଲା, ଗୁରୁଦେବ, ମୋତେ କ୍ଷମା କରିଦିଅନ୍ତୁ। ମୁଁ ଘରକୁ ଯାଇ ତାକୁ ତାର ଘିଅ ଫେରାଇ ଦେବି। ଆମର ପୂର୍ବଜ ଏହି କଥା କହିଛନ୍ତି ଯେ ତାପରେ ଗୁରୁ କହିଲେ, ଆମର ଛୋଟ ଛୋଟ ବୁନ୍ଦା ମିଶି ଘଡ଼ି ତିଆରି ହୋଇଥାଏ। ବଡ଼ ଲାଭ ହୋଇ ଆମକୁ ମିଳିଥାଏ। ଯଦି ଏହି ଲକ୍ଷ୍ମୀ ଆମେ ଅଳ୍ପ ଅଳ୍ପ କରି ବଞ୍ଚାଇବା, ତେବେ ଏହା ଆମକୁ ଭବିଷ୍ୟତରେ ଏକ ବଡ଼ ଲାଭ ହୋଇ ମିଳିବ। ବନ୍ଧୁଗଣ, କାହାଣୀ ତ ଆପଣମାନେ ସମସ୍ତେ ଜାଣିଲେ ଏବଂ ଶୁଣିଲେ। ତେବେ ଆସନ୍ତୁ ଜାଣିବା ଏହି 6ଟି ଖର୍ଚ୍ଚ ବିଷୟରେ। ସେହି 6ଟି ଖର୍ଚ୍ଚ କ'ଣ କ'ଣ, ଯାହା ଆମେ ଆଜିଠୁ ହିଁ ବନ୍ଦ କରିଦେବା ଉଚିତ, ଯାହା ଆମକୁ ଲକ୍ଷ୍ମୀ ବଞ୍ଚାଇବାର ଉଚିତ ମାର୍ଗ ଆଣି ଠିଆ କରାଇବ। ନମ୍ବର 1, ଦେଖେଇ ହୋଇ ଖର୍ଚ୍ଚ କରିବା। ଆପଣଙ୍କ ପଡ଼ିଶା ଘରର କେହି ବଡ଼ କାର୍ କିଣିଲେ। ସେଥିପାଇଁ ଆପଣ ଈର୍ଷାରେ କହିବେ, ଆମକୁ ବି କାର୍ କିଣିବା ଉଚିତ। ଏହି ଦେଖେଇ ହେବା ଖର୍ଚ୍ଚ ଆପଣଙ୍କୁ ସାରା ଜୀବନ ଗରିବ କରିଦେଇଥାଏ। କାହାକୁ ଦେଖେଇ ହେବା ପାଇଁ ଲୋକମାନେ ନୂଆ ଗାଡ଼ି, ନୂଆ ଘର, ନୂଆ ମୋବାଇଲ ଇତ୍ୟାଦି କିଣିଥାନ୍ତି। ବନ୍ଧୁଗଣ, ଯଦି ଆପଣ ଧନୀ ହେବା ପାଇଁ ଚାହୁଁଛନ୍ତି, ତେବେ ଏହି ଖର୍ଚ୍ଚ ତୁରନ୍ତ ହିଁ ବନ୍ଦ କରିଦିଅନ୍ତୁ। ଏହି ପଇସାକୁ କେଉଁଠି ଇନଭେଷ୍ଟ କରିବା ଦରକାର। ମୁଁ ଏହି କଥା କହୁନାହିଁ ଯେ ଆପଣ ଆପଣଙ୍କର ଇଚ୍ଛା ପୂରଣ କରନ୍ତୁ ନାହିଁ। ମୋର କହିବାର ଅର୍ଥ ଏହା ଯେ ଯେଉଁ ଜିନିଷକୁ କିଣିବା ଆପଣଙ୍କର ଅତି ଆବଶ୍ୟକ, ସେହି ଜିନିଷ ହିଁ କିଣନ୍ତୁ। ଅଯଥାରେ ଖର୍ଚ୍ଚ କରନ୍ତୁ ନାହିଁ। ଦ୍ୱିତୀୟ ନମ୍ବର ହେଉଛି ସ୍କିମ୍ଠୁ ଦୂରେଇ ରୁହନ୍ତୁ। ନିଜର ସାମାନର ବିକ୍ରି ବଢ଼ାଇବା ପାଇଁ ଅଲଗା ଅଲଗା ବ୍ରାଣ୍ଡର ଯେଉଁ କମ୍ପାନୀ ଅଛନ୍ତି, ସେମାନେ ଲୋଭନୀୟ ସ୍କିମ୍ ଆଣନ୍ତି। କିନ୍ତୁ ଏହା ସେମାନଙ୍କର ମାର୍କେଟିଂ କରିବାର ରଣନୀତି ହୋଇଥାଏ। କିନ୍ତୁ ଲୋକମାନେ ଏହା ବୁଝି ନ ପାରି ସେହି ସ୍କିମ୍ କିଣିଦିଅନ୍ତି, ଯାହା ସେମାନଙ୍କର ଆଦୌ ଆବଶ୍ୟକ ହୋଇନଥାଏ। ଯଦି ଆମେ ବଜାର ଯାଉଛନ୍ତି ଏବଂ ସେଠାରେ ଆମକୁ 50% ଡିସ୍କାଉଣ୍ଟରେ ଘଡ଼ି ମିଳୁଛି, ଯେତେବେଳେ କି ଆମ ପାଖରେ 2ରୁ 4ଟି ଘଡ଼ି ଅଛି, ଆମେ ଏହା ଜାଣିନଥାଉ କି ଏହା ମାର୍କେଟିଂ କରିବାର ରଣନୀତି ହୋଇଥାଏ।
କିନ୍ତୁ ଏଥିରେ ଆମକୁ ଫାଇଦା ହୋଇନଥାଏ। ଏଥିରେ କମ୍ପାନୀକୁ ହିଁ ଫାଇଦା ହୋଇଥାଏ। ଏମିତି ଖର୍ଚ୍ଚ କରିବା ଦ୍ୱାରା ଘରର ଲକ୍ଷ୍ମୀ ଖର୍ଚ୍ଚ ହୋଇଯାଆନ୍ତି। ଏହି କାରଣ ଗରିବ ହେବାର ମୁଖ୍ୟ କାରଣ ହୋଇଥାଏ। ବନ୍ଧୁଗଣ, ଯଦି ଆମ ପାଖରେ ଏମିତି ଜିନିଷ ଅଛି ଯାହାକୁ ଆମର ଜରୁରତ ହିଁ ନାହିଁ, ସେହି ଜିନିଷ କିଣି ଆମକୁ ଅଯଥା ଘରର ଲକ୍ଷ୍ମୀକୁ ଖର୍ଚ୍ଚ କରିବା ଉଚିତ ନୁହେଁ। ତୃତୀୟ ନମ୍ବର, କର୍ଜ କରିବା। ଆଜିକାଲି ଲୋକମାନେ ବଡ଼ ବଡ଼ ଜିନିଷ କିଣିବା ପାଇଁ କର୍ଜ କରିଥାନ୍ତି। ଏମିତିକି ଗାଡ଼ି, ବଙ୍ଗଲା, ମୋବାଇଲ, ଏହାର ପଇସା ସଦାବେଳେ ଭରୁଥାନ୍ତି। ଆଜିକାଲି ଆମେ କ୍ରେଡ଼ିଟ୍ କାର୍ଡ଼ ବ୍ୟବହାର କରୁଛୁ। କ୍ରେଡ଼ିଟ୍ କାର୍ଡ଼ କେବଳ ପଇସା ଖର୍ଚ୍ଚ କରିବା ପାଇଁ ହିଁ କହିଥାଏ। ଯେଉଁ ପଇସା ଆମ ପାଖରେ ଅଛି କିମ୍ବା ଆସିବାକୁ ଯାଉଛି ତାକୁ ଆମେ ଖର୍ଚ୍ଚ କରିଦେଇଥାଉ। ତେଣୁ ଥରେ ଭାବନ୍ତୁ, ଆମେ ଧନୀ କିପରି ହୋଇପାରିବା? ଯେଉଁ ପଇସା ଆମ ପାଖକୁ ହିଁ ଆସିନି, ଆମେ ତାକୁ ଖର୍ଚ୍ଚ କରିଦେଉଛେ ଏବଂ ଏଥିରେ ଆମେ ବସି ବସି ଭାବୁଛେ ଯେ ଆମେ ଧନୀ ହୋଇଯିବା। ଏହା ଭାବିବା ସମ୍ପୂର୍ଣ୍ଣ ଭୁଲ ଅଟେ। ଅଯଥାରେ ଖର୍ଚ୍ଚ କରନ୍ତୁ ନାହିଁ। ନମ୍ବର 4, ପଇସାକୁ କ୍ୟାଶ୍ ମାଧ୍ୟମରେ ରଖି ଖର୍ଚ୍ଚ କରିବା। କେବେ ବି ମୋବାଇଲ ଫୋନର କିଛି ଆପ୍କୁ ବ୍ୟବହାର କରି ଖର୍ଚ୍ଚ କରିବା ଉଚିତ ନୁହେଁ। ଆପଣ କିଛି ଜିନିଷ କିଣିଲେ ମୋବାଇଲ ଫୋନରେ ପେମେଣ୍ଟ କଲେ ଆପଣଙ୍କୁ ଏତେ କଷ୍ଟ ଲାଗିବନି, କାରଣ ଏହା ଆପଣଙ୍କ ପକେଟରୁ ଯାଉନାହିଁ। ଯଦି ଏହି ସମୟରେ ଆପଣ ଆପଣଙ୍କ ପକେଟରୁ କାଢ଼ି ଖର୍ଚ୍ଚ କରୁଛନ୍ତି, ତେବେ ଆପଣ ଟିକିଏ ଚିନ୍ତାରେ ପଡ଼ିଯିବେ ଯେ ୟାର ପକେଟରୁ ପଇସା ଚାଲିଯାଉଛି, ପଇସା ଖର୍ଚ୍ଚ ହୋଇଯାଉଛି, ଅଧିକ ପଇସା ଖର୍ଚ୍ଚ ହେଉଛି। ସେଥିପାଇଁ ନିଜ ଭାବନା ଉପରେ କାବୁ କରିବା ଶିଖନ୍ତୁ ଯେ ସତରେ କ'ଣ ମୋତେ ଏହି ଜିନିଷ କିଣିବା ଦରକାର? ଯଦି ଦରକାର ତେବେ କ୍ୟାଶ୍ ମାଧ୍ୟମରେ କିଣନ୍ତୁ, ମୋବାଇଲ ଫୋନ ମାଧ୍ୟମରେ ନୁହେଁ। ନମ୍ବର 5, କୌଣସି ଜିନିଷରେ ଇଚ୍ଛା ରଖିବାନି। ଆମ ଦୁନିଆରେ ମହଙ୍ଗାର ସବୁଠାରୁ ବଡ଼ କାରଣ ହେଉଛି ଇଚ୍ଛା। ଆଜିର ସମୟରେ ନର୍ମାଲି 10,000 ଫୋନ୍ ଆସୁଛି ଏବଂ ଏଇଠି ମଧ୍ୟ 2 ଲକ୍ଷର ଫୋନ୍ ଆସୁଛି। କେବଳ ଏତିକି ଫରକ ଅଟେ କି କାହାକୁ 1 ଲକ୍ଷର ଫୋନ୍ ରଖିବାର ଇଚ୍ଛା ହେଉଛି ତ କାହାକୁ 2 ଲକ୍ଷର ଫୋନ୍ କିଣିବାର ଇଚ୍ଛା ହେଉଛି। ହଁ, ଏହିଠାରେ ମନୁଷ୍ୟ ଧନୀପଣ ମଧ୍ୟ ଦର୍ଶାଇଥାଏ। କାହିଁକି ନା ଲୋକଟି ମହଙ୍ଗା ଫୋନ୍ କିଣିଲେ ତାକୁ ସମାଜ ଧନୀ ବୋଲି ଭାବିବ। ବନ୍ଧୁଗଣ, ଲୋକମାନେ ଆପଣଙ୍କୁ ଲୋଭେଇବା ପାଇଁ ବହୁତ କିଛି କରିବେ। ଏଥିପାଇଁ ନିଜର ଇଚ୍ଛା ଉପରେ କାବୁ ରଖନ୍ତୁ, କାରଣ ଇଚ୍ଛା କଲେ ଆମର ଜୀବନ ଚାଲିବନି। କଠିନ ପରିଶ୍ରମ କରି ପଇସାକୁ ସେଭିଂ କଲେ ଆମର ଜୀବନ ସୁରୁଖୁରୁରେ ଚାଲିଥାଏ। କାରଣ ଆଜିକାଲି ଦୁନିଆରେ ପଇସା ହିଁ ସବୁକିଛି। ପଇସା ପାଇଁ ଲୋକମାନେ ଏପଟ ସେପଟ ହୋଇ ବୁଲିଥାନ୍ତି। ବନ୍ଧୁଗଣ, ଏହି ଭିଡ଼ିଓରେ ଆମେ ଆପଣଙ୍କୁ ଏମିତି କିଛି ଖରାପ ଖର୍ଚ୍ଚ ବିଷୟରେ ବୁଝାଇଲୁ ଯାହା ଆପଣ ଆଜିଠୁ ହିଁ କଣ୍ଟ୍ରୋଲ କରିବା ଉଚିତ। ଯେମିତିକି ଆପଣଙ୍କ ପାଖରେ ପଇସା ବଞ୍ଚିଯିବ ଏବଂ ଦରକାର ସମୟରେ ସେହି ପଇସା ଆପଣଙ୍କର କାମରେ ଆସିପାରିବ। ଯେତେବେଳେ ଦରକାର ସମୟରେ ପଇସା ଆମର କାମରେ ଆସିଥାଏ, ସେତେବେଳେ ଆମ ହୃଦୟକୁ ଏକ ଅଦ୍ଭୁତ ଶାନ୍ତି ମିଳିଥାଏ। ବନ୍ଧୁଗଣ, ଏହି ଭିଡ଼ିଓ ଆପଣମାନଙ୍କୁ କିପରି ଲାଗିଲା କମେଣ୍ଟରେ ନିହାତି ଜଣାଇବେ। ଆଉ ହଁ, କମେଣ୍ଟରେ ଜୟ ମହାଲକ୍ଷ୍ମୀ ଲେଖି ନିଜର ମତାମତ ଦେବାକୁ ଆଦୌ ଭୁଲିବେ ନାହିଁ।